ନାଇଁ ନାଇଁ ଜିତିବା ହାରିବା ଗୋଟେ ଅଲଗା କଥା କିନ୍ତୁ ଆମ ଦଳକୁ ଆମେ ବଜାଇ ରଖିବା ପାଇଁ ବା ଦଳକୁ ବଞ୍ଚାଇ ରଖିବା ପାଇଁ ନିଶ୍ଚିତ ଭାବରେ ଯେଉଁ ଆମର ମାନ୍ୟବର ପିସିସି ସଭାପତି କ୍ୟାଣ୍ଡିଡେଟ୍ ଦେବା କଥା ଆମକୁ କହିଛନ୍ତି। ପାର୍ଟି ଯାହା ନିଷ୍ପତ୍ତି ନିଅନ୍ତି, ପାର୍ଟି ଯାହା ନିର୍ଦ୍ଦେଶ ଦିଅନ୍ତି ଆମେ ତାହା କରିବୁ। କଂଗ୍ରେସ ଗୋଟେ ଫାଇଟିଂ ମାନେ ଫାଇଟର ଦଳ, ଇଏ ସଂଗ୍ରାମୀ ଦଳ, ସଂଗ୍ରାମ କରିକି ଦେଶକୁ ସ୍ୱାଧୀନ କରିଛି। କାହା ସହିତ ସାଲିସ, କୁ ଦଳ ସହିତ ସାଲିସ କରିବନି। ଦେଖନ୍ତୁ, କଂଗ୍ରେସ ହେଉଛି ଗୋଟେ ଜାତୀୟ ନ୍ୟାସନାଲ ଦଳ, ଜାତୀୟ ଦଳ। ନିଶ୍ଚିତ ଭାବରେ ଆମର ଯେଉଁ ପିସିସି ସଭାପତି ମୁଖିଆ ଅଛନ୍ତି, ମୁଖିଆ ଯାହା ନିଷ୍ପତ୍ତି ନିଅନ୍ତି, ଯାହା ନିଷ୍ପତ୍ତି ନେବେ, ଆମେ ତାଙ୍କ ନିର୍ଦ୍ଦେଶକୁ ଆମେ ପାଳନ କରିବୁ। ଆଉ ଆମକୁ ତ କହିଥିଲେ ଯେ ନିଶ୍ଚିତ ଭାବରେ ଆମ ଦଳ ତରଫରୁ, କଂଗ୍ରେସ ପାର୍ଟି ତରଫରୁ କ୍ୟାଣ୍ଡିଡେଟ୍ ଦିଆଯିବ। ଆଉ ଆମେ ଯେଉଁ 14 ଜଣ ବିଧାୟକ ଅଛୁ, ନିଶ୍ଚିତ ଭାବରେ ସମସ୍ତେ ସମସ୍ତଙ୍କର ସହମତ ହେଇ ଆମେ କଂଗ୍ରେସ ପାର୍ଟି ତରଫରୁ ଗୋଟେ କ୍ୟାଣ୍ଡିଡେଟ୍ ଦେବା ପାଇଁ ଆମକୁ ମଧ୍ୟ କହିଛନ୍ତି। ଆଉ ଏଇଟା ତ ଦଳ ନିଷ୍ପତ୍ତି, ଯାହା ଦଳ ନିଷ୍ପତ୍ତି ନିଅନ୍ତି ଆମେ ସେ ତାଙ୍କରି ନିଷ୍ପତ୍ତିକୁ ଆମେ ପାଳନ କରିବୁ। ଆଉ ସାର୍, ଆପଣଙ୍କର ମାତ୍ର 14 ବିଧାୟକ, ସିଟ୍ ଦେବେ, ଆଉ ଅଧିକ ଭୋଟ ଦରକାର ଅଛି। ଭକ୍ତ ମଧ୍ୟ ନବୀନ ବାବୁ ସହଯୋଗ ଲୋଡ଼ିଥିଲେ, କିନ୍ତୁ ନବୀନ ବାବୁ ସହଯୋଗ କରିନାହାନ୍ତି। ଆପଣ କ୍ୟାଣ୍ଡିଡେଟ୍ ଦେଲେ ଜିତିବେ ବି ନାହିଁ, କାହିଁକି କ୍ୟାଣ୍ଡିଡେଟ୍ ଦେବେ? ନାଇଁ ନାଇଁ, ଜିତିବା ହାରିବା ଗୋଟେ ଅଲଗା କଥା କିନ୍ତୁ ଆମ ଦଳକୁ ଆମେ ବଜାଇ ରଖିବା ପାଇଁ ବା ଦଳକୁ ବଞ୍ଚାଇ ରଖିବା ପାଇଁ ନିଶ୍ଚିତ ଭାବରେ ଆଉ ସମସ୍ତେ, ସମସ୍ତ ବିଧାୟକ ନିଶ୍ଚିତ ଭାବରେ ତାଙ୍କର ଆଦେଶକୁ ଆମେ ମାନିବୁ ଏବଂ ପାର୍ଟି ଯାହା ନିଷ୍ପତ୍ତି ନିଅନ୍ତି, ପାର୍ଟି ଯାହା ନିର୍ଦ୍ଦେଶ ଦିଅନ୍ତି ଆମେ ତାହା କରିବୁ। ସାର୍, ବିଜେଡି ବିଜେପି ପୂର୍ବରୁ ମଧ୍ୟ ଆପଣ କହୁଛନ୍ତି ସେମାନେ ଭାଇ ଭାଇ, ସେମାନେ ଏକଜୁଟ ହେବେ। 4 ସିଟ୍ ଅଛି, 4 ଜଣ, ସିଏ କହୁଛନ୍ତି 3 ସିଟ୍ ଆମର, ଇଏ କହୁଛନ୍ତି 2 ସିଟ୍ ଆମର। ଆପଣଙ୍କ ସିଟ୍ କେମିତି କ'ଣ? ତ ନିଶ୍ଚିତ ଭାବରେ ଏଇଠି ତ ସବୁ କ୍ଷେତ୍ରରେ ବିଜେଡି ବିଜେପିକୁ ଡରୁଛି। ବିଧାନସଭାରେ ହଉ କି ସବୁ କ୍ଷେତ୍ରରେ ହଉ, ଯେହେତୁ ଏମାନଙ୍କର ଦୋଷ ଦୁର୍ବଳକୁ ଆୟତ୍ତ କରିବା ପାଇଁ ବିଜେଡି ଡରୁଛି ବିଜେପିକୁ। ତ ଏଠି ବି ନିଶ୍ଚିତ ଭାବରେ ଆମେ ଯେ ଭାବୁଛୁ ବା ଜଳ ଜଳ ଦେଖାଯାଉଛି, ଏମାନେ ତ ଭାଇ ଭାଇ, ବିଜେପି ବିଜେଡି ଭାଇ ଭାଇ, ନିଶ୍ଚିତ ଭାବରେ ତାଙ୍କ ଭିତରେ ସଲାସୁତରା ହୁଅନ୍ତି। ଆଉ ହୁଏତ ତାଙ୍କୁ ସେ ସପୋର୍ଟ କରିପାରନ୍ତି, ଆଙ୍କୁ ଏମାନେ ସପୋର୍ଟ କରିପାରନ୍ତି। କଂଗ୍ରେସ ଗୋଟେ ଫାଇଟିଂ ମାନେ ଫାଇଟର ଦଳ, ଇଏ ସଂଗ୍ରାମୀ ଦଳ, ସଂଗ୍ରାମ କରିକି ଦେଶକୁ ସ୍ୱାଧୀନ କରିଛି। କାହା ସହିତ ସାଲିସ, କୁ ଦଳ ସହିତ ସାଲିସ କରିବନି।